ସାଙ୍ଗମାନେ କାଲି ଥିଲା ଅକ୍ଷୟ ତୃତୀୟା। ତ ଆମ ଘରେ ସବୁ ଧୁଆଧୁଇ ହେଇକି ଅକ୍ଷୟ ତୃତୀୟା ପାଇଁ ଚିତା ପଡ଼ିଥିଲା। ସୁନ୍ଦର ସୁନ୍ଦର ଚିତା ସବୁ ପଡ଼ିଥିଲା। ତାପରେ ଚିତା ପଡ଼ିଲା ପରେ ତାପରେ ଆମ ଘରେ ସକାଳୁ ସକାଳୁ ପୂଜା ବି ହେଇଥିଲା। ଠାକୁରମାନଙ୍କୁ ଆମେ ସୁନ୍ଦର ଭାବେ ସଜେଇ ଦେଇଥିଲୁ। ତାପରେ ଦୀପ ଧୂପ ଦେଇକି ତାଙ୍କୁ ପୂଜା କରିଥିଲୁ। ତାପରେ ଝୁଣା ଦେଇକି ଠାକୁରଙ୍କୁ ଝୁଣା ଦେଇଥିଲୁ ଓ ଆଳତି କରିଥିଲୁ। ପୂଜା ସରିଲା ପରେ ଠାକୁରମାନଙ୍କୁ ଭୋଗ ଦେଇଥିଲୁ। ଭୋଗ ସରିଲା ପରେ ଆମ ଘରେ ଯେହେତୁ କାଲି ଗୋଟେ ଏତେ ସୁନ୍ଦର ଦିନଟେ ଥିଲା, ଏତେ ବଡ଼ ଦିନ ଥିଲା, ତ ଆମ ଘରେ ପୂଜାର୍ଚ୍ଚନା ହେଇଥିଲା। ନୂଆ ଘରେ ଆମମାନେ ଟିକେ ପୂଜା କରିଥିଲୁ, ହୋମ କରିଥିଲୁ। ପୂଜା ଅର୍ଚ୍ଚନା ଷ୍ଟାର୍ଟ ହେଇଯାଇଥିଲା ଓ ମାମା ବାପା ପୂଜାରେ ବସିଥିଲେ। ପୂଜା ଷ୍ଟାର୍ଟ ହେଇଥିଲା ତ ଆମେ ଠାକୁରଙ୍କୁ ସ୍ମରଣ କଲୁ, ଠାକୁରଙ୍କ ଆଶୀର୍ବାଦ ମାଗିଲୁ ଓ ଠାକୁରମାନଙ୍କୁ କହିଲୁ କି ଆମକୁ ଭଲ ବୁଦ୍ଧି ଶିଷ୍ଟାଚାର ସବୁ ଭଲ ମନ୍ଦରେ ଦିଅନ୍ତୁ। ତ ମାମା ବାପା ପୂଜାରେ ବସିଥିଲେ। ତାପରେ ପୂଜା ସରିଲା ପରେ ହୋମ ହେଇଥିଲା। ହୋମରେ ଘିଅ ପୋଡ଼ା ହେଇଥିଲା, ହୋମ କାଠରେ ଘିଅ ପୋଡ଼ା ହେଇଥିଲା। ତାପରେ ହୋମ ଚାଲିଥିଲା ଆଉ ନନା ଏପଟେ ଟିକେ ଆସିକି ସ୍ୱସ୍ତିକ ଚିହ୍ନ କାନ୍ଥର କୋଣରେ ବନେଇ ଦେଇଥିଲେ ଚନ୍ଦନ ଆଉ ସିନ୍ଦୁରରେ। ବେଶୀ ସିନ୍ଦୁରରେ ହୁଏ ତ ସିନ୍ଦୁର ବନା ହେଇଥିଲା। ତାପରେ ହୋମ ସରିଲା ପରେ ମାମା ବାପାଙ୍କୁ ହୋମ ପାଉଁଶ ଲଗାଇ ଦେଇଥିଲେ। ତାପରେ ସମସ୍ତେ ଠାକୁରଙ୍କୁ ଓ ବଡ଼ ଲୋକଙ୍କୁ ନନାଙ୍କୁ ପ୍ରଣାମ କରିଦେଲୁ। ତାପରେ ଅକ୍ଷି ମୁଠି ଘରକୁ ଆସି ପୂଜା କରିଥିଲୁ। ଭୋଗ ଦୀପ ଧୂପ ଦେଇ ପୂଜା କରିଥିଲୁ। ଝୁଣା ବି ଦେଇଥିଲୁ ଓ ଆଳତି ବି କରିଥିଲୁ। ଅକ୍ଷି ମୁଠିର ପୂଜା ସରିଲା ପରେ ଜେଜ ଟିକେ ପ୍ରଣାମ କଲେ ଅକ୍ଷି ମୁଠିକି ଓ ତାପରେ ଉଠେଇକି ପୁଣି ଥରେ ପ୍ରଣାମ କରିଥିଲେ। ଜେଜ ତାପରେ ଧରିକି କାନ୍ଧେଇକି ଅକ୍ଷି ମୁଠିକୁ ଆସିଥିଲେ। ଯାହା ଘରେ ଅକ୍ଷି ମୁଠି ପୂଜା ହେଇଥାଏ ସେମାନେ ନିହାତି କମେଣ୍ଟରେ କହିବେ। ଅକ୍ଷି ମୁଠି ନେଇକି ଆମମାନେ ବିଲକୁ ଯାଇଥିଲୁ ଓ ବିଲରେ ବହୁତ ଜୋରସେ ପବନ ହେଉଥିଲା। ଯେହେତୁ ବିଲରେ ଶୁଖି ଯାଇଥିଲା ମାଟି, ତ ଆମେ ଟିକେ ଦାଆରେ ଯାଇ ଖୋଳି ଦେଇଥିଲୁ, କାରଣ ମାଟି ଖରା ଯୋଗୁଁ ଶୁଖି ଯାଇଥିଲା। ତା ଦେହରେ ପାଚିଲା ଆମ୍ବ, ବରକୋଳି, ଦୁବପତ୍ର ଦେଇ ଆମ୍ବ ପତ୍ର ସବୁ ଦେଇକି ସେଠି ପୋତି ଦେଇଥିଲୁ। ଓ ତା ଯେହେତୁ ସେଠି ପାଣିର ଆଭେଲେବୁଲ୍ ବହୁତ କମ୍ ଅଛି, ତ ଜେଜେ ଟିକେ ପାଣି ନେଇକି ନୋଟାରେ ନେଇକି ଯାଇଥିଲେ କଳସ ବସାଇବା ପାଇଁ। ନୋଟାରେ ଆମମାନେ ପାଣି ଦେଇ ଦେଇଥିଲୁ ଓ ତା ଦେହରେ ଜେଜେ ଆଣି ଆମ୍ବ ଡାଳରେ ପକାଇ ଦେଇଥିଲେ। ଆମ୍ବ ଡାଳରେ ପକାଇ କଳସ ବସାଇ ଦେଇଥିଲୁ। ତାପରେ ଆମେମାନେ ଦୀପ ଧୂପ ବାହାର କରିଥିଲୁ ପୂଜାର୍ଚ୍ଚନା କରିବା ପାଇଁ ବିଲର। ତ ଜେଜେ ଦୀପ ଲଗାଇ ଦେଇଥିଲେ ଓ ଯେହେତୁ ବହୁତ ଜୋରସେ ପବନ ହେଉଥିଲା ଦୀପ ଲିଭିଯିବାର ବହୁତ ସମ୍ଭାବନା ଥିଲା, ତ ଆମେ ଜଲ୍ଦି ପୂଜା ସାରିବା ପାଇଁ ଭାବିଲୁ। ତ ଦୀପ ଧୂପ ସବୁ ଲଗାଇଲା ପରେ ଜେଜେ ଭୋଗ କରିଥିଲେ। ଭୋଗ କଲା ପରେ ଆମେ ଘରକୁ ଆସି ଭୋଗକୁ ସବୁ ଚକୁଡ଼ିକି ନଡ଼ିଆ, ଛେନା, ଆପେଲ୍, ସେଉ ସବୁ ଚକୁଡ଼ିକି ସବୁ ଗାଁ ସାରା ସବୁ ଲୋକ ଆମେମାନେ ଖାଇଥିଲୁ। ବହୁତ ସୁନ୍ଦର ଠାକୁରଙ୍କ ଭୋଗ ଥିଲା। ଥ୍ୟାଙ୍କ ୟୁ, ବାଏ ବାଏ।